କିନ୍ତୁ ସେଇଟା ମୋତେ ମିଳୁନାହିଁ। ମୁଁ କିପରି ଯେ ସେଇ ସାପଟିକୁ ମାରିବି ତାହା ଭାବି ପାରୁନି। ତୁ ହେଲେ ଟିକେ କହ ମୋତେ। ସେଇ ପୋକଟି ସେହି ଚଢ଼େଇର କଥା ଶୁଣି ମନେ ମନେ ଭାବିଲା, ଆରେ ଏହି ଚଢ଼େଇ ତ ମୋର ବଡ଼ ଶତ୍ରୁ। ଆକୁ ଏପରି ଗୋଟିଏ ଉପାୟ କହିବି ଯେ ଯେମିତିକି ସେଇ ସାପ ସହିତ ଏହି ଚଢ଼େଇ ମଧ୍ୟ ମରିଯିବ। ଏହିପରି ଭାବି ଭାବି ସେ କହିଲା, ଶୁଣିଲ ମାଉସୀ, ମୋ ପାଖରେ ନା ଗୋଟିଏ ମସ୍ତ ବଡ଼ ଉପାୟ ଅଛି, କିନ୍ତୁ ମୁଁ ତୁମକୁ ସେଇ ଉପାୟଟା କହିବି ନାହିଁ। ଶୁଣରେ ପୋକ ଭଣଜା, ମୁଁ କିନ୍ତୁ ତୋର ଏଇ ଉପକାର କେବେ ମଧ୍ୟ ଭୁଲିବି ନାହିଁ। ଆରେ ଶୁଣେ, ତୋତେ ଭଗବାନଙ୍କର ରାଣ, ମୋତେ ଟିକେ ସେଇ ଉପାୟ ବିଷୟରେ କହିଦେ।